ଭିଡିଓରେ ଦେଖୁଥିବା ବିଦ୍ୟାଳୟଟି ଆମ୍ଭମାନଙ୍କ ପିଲାଦିନର ସ୍ମୃତି। ଅନେକ ଛାତ୍ରଛାତ୍ରୀ ଏହି ମାଟିର ଧୂଳିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜ୍ଞା ହଁ, ଆମେ କହୁଛୁ 1991 ମସିହାର ସେ ପୁରୁଣା କାହାଣୀ। ବର୍ତ୍ତମାନର ପ୍ରାଥମିକ ବିଦ୍ୟାଳୟର ପରିସରରେ ଗଢ଼ି ଉଠିଥିଲା ଆମ ଅମୂଲ୍ୟ ଚରଣ ଉପ୍ରା ବିଦ୍ୟାଳୟ। ବଡ଼ଖୁଡ଼ିଆ ଗ୍ରାମବାସୀଙ୍କ ସହଯୋଗରେ ସ୍ୱର୍ଗତ ଶ୍ରୀଯୁକ୍ତ ଅମୂଲ୍ୟ ଚରଣ ଦାସଙ୍କ ନାମରେ ପରିଚୟ ପାଇଥିଲା ଆମର ଏହି ବିଦ୍ୟାଳୟଟି। ହେଲେ ସେଦିନର କଥା ଥିଲା କିଛି ଅଲଗା। ନା ଥିଲା ଆଜି ଭଳିଆ ରଙ୍ଗୀନ ପକ୍କା ବିଲ୍ଡିଂ, ନା ଥିଲା ସୁନ୍ଦର ବଗିଚା। ଝାଟିମାଟି କୁଡ଼ିଆ ଭିତରୁ ସଂଘର୍ଷ କରି ମୁଣ୍ଡ ଟେକି ଛିଡ଼ା ହୋଇଥିଲା ଆମ ବିଦ୍ୟାଳୟ। ଉଦ୍ଦେଶ୍ୟ ଥିଲା ଗ୍ରାମର ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରିବାର। କେଡ଼େ ସୁନ୍ଦର ଭାବନା ସତେ! ଆଉ ଏହି ସୁନ୍ଦର ଭାବନାକୁ ରୂପରେଖ ଦେବା ପାଇଁ 1991 ମସିହାରେ ବିଦ୍ୟାଳୟରେ ଯୋଗ ଦିଅନ୍ତି ଦୁଇ ଶିକ୍ଷକ। ପ୍ରଧାନ ଶିକ୍ଷକ ଭାବେ ଶ୍ରୀଯୁକ୍ତ ଭଗବାନ ସାହୁ ସାର୍ ଓ ସହକାରୀ ଶିକ୍ଷକ ଭାବେ ଶ୍ରୀଯୁକ୍ତ ଗୌରୀହରି ପ୍ରଧାନ ସାର୍। ବିଦ୍ୟାଳୟକୁ ସରସ ସୁନ୍ଦର କରିବା ପାଇଁ ଦୁଇ ଜଣ ଅକ୍ଳାନ୍ତ ପରିଶ୍ରମ କରିଚାଲନ୍ତି। ଆଉ ଫଳସ୍ୱରୂପ 1992 ମସିହାରେ ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ସଫଳତାର ସହ ବୋର୍ଡ ପରୀକ୍ଷା ଅତିକ୍ରମ କରନ୍ତି। ଅନେକ ବର୍ଷର ଯାତ୍ରା ଆଉ ତା ମଧ୍ୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛି ଏ ବିଦ୍ୟାଳୟ। ହେଲେ ଆଜି ବି ଠିକ୍ ସେହିପରି ଛାତିକୁ ସୁଦୃଢ଼ କରି ଛିଡ଼ା ହୋଇଛି, ଆଉ ପିଲାଙ୍କୁ ଶିକ୍ଷିତ କରିବାର ମାଧ୍ୟମ ସାଜୁଛି। 2025 ସରିବାକୁ ବସିଲାଣି। ବର୍ତ୍ତମାନ ସୁଦ୍ଧା ଆମ ବିଦ୍ୟାଳୟରୁ 33ଟି ବ୍ୟାଚ୍ର ପ୍ରାୟ 2000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଗଛର ଡାଳପତ୍ର ଝଡ଼ିଯିବା ପରି ଆମ ବିଦ୍ୟାଳୟରୁ ମଧ୍ୟ ଅନେକ ଶିକ୍ଷକ ଅବସର ନେଲେଣି। ସ୍ୱର୍ଗତ ଶ୍ରୀମତୀ ପଚିମଣି ପ୍ରଧାନ ଓ ସ୍ୱର୍ଗତ ଶ୍ରୀଯୁକ୍ତ କମ୍ବୁନାଥ ପ୍ରଧାନଙ୍କ କୁଳମଣ୍ଡନ କରି BA BEd ଶିକ୍ଷାଗତ ଯୋଗ୍ୟତା ହାସଲ କରି ଆମ ବିଦ୍ୟାଳୟରେ ଯୋଗ ଦେଇଥିଲେ ଆମର ପ୍ରିୟ ଗୌରୀ ସାର୍। ଗତ 30/6/2024 ତାରିଖରେ ସହକାରୀ ଶିକ୍ଷକ ଭାବେ ଆମ ଗୌରହରି ସାର୍ ଅବସର ନେଲେ। ତାଙ୍କର ବିଦାୟକାଳୀନ ଉତ୍ସବକୁ ଖୁବ୍ ଆଡମ୍ବର ସହ ପାଳନ କରିଥିଲେ ପୁରାତନ ଛାତ୍ରଛାତ୍ରୀ। ଆଉ ଚଳିତ ବର୍ଷ 31/6/2025 ତାରିଖରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ସାହୁ ସାର୍ ମଧ୍ୟ ଅବସର ଗ୍ରହଣ କରିଛନ୍ତି। 10/10/1965 ମସିହାରେ ସ୍ୱର୍ଗତ ଶ୍ରୀମତୀ କାଞ୍ଚନ ସାହୁ ଓ ସ୍ୱର୍ଗତ ଶ୍ରୀଯୁକ୍ତ ମାଧବ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମଗ୍ରହଣ କରନ୍ତି ଶ୍ରୀଯୁକ୍ତ ସାହୁ। 1983 ମସିହାରେ ହରପ୍ରସାଦ ହାଇସ୍କୁଲ ପଞ୍ଚୁପାଲିରୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାସ୍ କରି ଅନେକ ଚର୍ଚ୍ଚା ସାଉଁଟିଥିଲେ ଶ୍ରୀଯୁକ୍ତ ସାହୁ। ବାଲେଶ୍ୱର ଜିଲ୍ଲାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଫକୀରମୋହନ ମହାବିଦ୍ୟାଳୟରୁ 1985 ମସିହାରେ ଯୁକ୍ତ 2 ବିଜ୍ଞାନ ଓ 1988 ମସିହାରେ ପ୍ରାଣୀ ବିଜ୍ଞାନ ସମ୍ମାନ ସହ ପ୍ରଥମ ଶ୍ରେଣୀରେ ସ୍ନାତକ ପାସ୍ କରିଥିଲେ। ପରେ ଶିକ୍ଷକ ହେବାର ଇଚ୍ଛାକୁ ପୂରଣ କରିବା ପାଇଁ 1991 ମସିହାରେ ଟାଉନ ଟ୍ରେନିଂ କଲେଜ ବାଲେଶ୍ୱରରୁ ଟିଚର ଟ୍ରେନିଂ ସମାପ୍ତ କରି ଆମ ଅମୂଲ୍ୟ ଚରଣ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସାହୁଙ୍କ କାହାଣୀ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ଭିତରେ ସୀମିତ ରହିଯାଉନି। ଦୀର୍ଘ 34 ବର୍ଷର ଶିକ୍ଷକତା ଭିତରେ ସେ ସୃଷ୍ଟି କରିଛନ୍ତି ଅନେକ ସଫଳ ଛାତ୍ରଛାତ୍ରୀ। ତାଙ୍କର ବିଚକ୍ଷଣ ଜ୍ଞାନ ଓ କାର୍ଯ୍ୟଦକ୍ଷତାର ପରିଚୟ ଦିଏ ତାଙ୍କୁ ମିଳିଥିବା ସମ୍ମାନ ସବୁରୁ। ଯେମିତିକି 2014 ମସିହାରେ ଅଭିନନ୍ଦନ ପ୍ରତିଭା ସମ୍ମାନ, 2023 ମସିହାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଠାରୁ ସୁଲଗ୍ନା ଆଇକନ ଆୱାର୍ଡ ଓ 2024 ମସିହାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ଶିକ୍ଷକ ଗୌରବ ସମ୍ମାନ ପ୍ରଭୃତି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ସ୍ୱାକ୍ଷର ବହନ କରେ। ଆଜି ଆମେ ତାଙ୍କୁ ବିଦାୟ ଦେଉଛୁ ସତ, ହେଲେ ଏ ଆଦର୍ଶ ଶିକ୍ଷକ ଆଉ ଏ ସ୍ୱର୍ଣ୍ଣମୟ ବିଦ୍ୟାଳୟର ଗୌରବ ଗାରିମା ଓ ଏହାର ସଫଳତାର ଯାତ୍ରାରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଏଠାକାର ଛାତ୍ରଛାତ୍ରୀମାନେ ସମାଜରେ କିଛି ଭଲ କାମ କରୁଥିବେ, ସେତେ ଦିନ ପର୍ଯ୍ୟନ୍ତ ଆମ ଶିକ୍ଷକ ଓ ଆମ ବିଦ୍ୟାଳୟର ନାମ ଝଲସି ଉଠୁଥିବ।